ଜଗନ୍ନାଥ ସାଙ୍ଗମାନେ ମୁଁ ସନ୍ଧ୍ୟା ସନ୍ଧ୍ୟା କୁକର୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ନେଇ ଆସିଛି ଆଜି ଏକ ନୂଆ ରେସିପିଟି ହେଉଛି ମ୍ୟାଗି ସ୍ପ୍ରିଙ୍ଗ ରୋଲ୍। ଆସନ୍ତୁ ଦେଖିବା। ମଇଦା ନେଇଛି, ତା ଦେହରେ କଳା ଜିରା କିଛିଟା ପକାଇ ଦେଇଛି, ଲୁଣ ଟିକେ ପକାଇ ଦେଇଛି, ତେଲ 1 ଚାମଚ, ପାଣି ଅଳ୍ପ ଦେଇ ତାକୁ ଭଲ ଭାବରେ ଆମେ ଚକଡ଼ି ନେବା। ଦେଖନ୍ତୁ ଭଲ ଭାବରେ ମୁଁ ଚକଡ଼ି ନେଇଛି। ମ୍ୟାଗିକୁ ଆମେ ପକାଇଦେବା, ପକାଇକି ଭଲ ଭାବରେ ସିଝିବାକୁ ଛାଡ଼ିଦେବା। ମ୍ୟାଗିଟି ଭଲ ଭାବରେ ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ତେଲ 2 ଚାମଚ ଦେଇ ଲଙ୍କା 2ଟା ପକାଇଦେବେ, କିଛିଟା ପିଆଜ ଆଡ଼୍ କରିଦେବେ, ତାକୁ ଭଲ ଭାବରେ ସିଝିବାକୁ ଛାଡ଼ିଦେବେ। ଲୁଣ ଟିକେ ପକାଇଦେବେ, ସ୍ୱାଦ ଅନୁସାରେ ଲୁଣ। ଦେଖନ୍ତୁ ଆମର ଟିକେ ହେଇ ଆସିଛି। ହଳଦୀ, ମ୍ୟାଗି ମସଲା ପକାଇ ଭଲ ଭାବରେ ଗୋଳେଇ ଦେବେ। କିଛିଟା ଲଙ୍କାଗୁଣ୍ଡ ପକାଇବେ, କରି ପାଉଡ଼ର, ମିଟ୍ ମସଲା, ଚିକେନ୍ ମସଲା 1 ଚାମଚ ପକାଇ ଭଲ ଭାବରେ ଗୋଳେଇ ଦେବେ। ଦେଖନ୍ତୁ ଆମ ମସଲା ଭଲ ଭାବରେ ହେଇ ଆସିଲାଣି। ଟମାଟୋ ସସ୍ ଟିକେ ପକାଇକି ଗୋଳେଇ ଦେବେ। ସିଝାଇକି ରଖିଥିବା ମ୍ୟାଗିକୁ ଭଲ ଭାବରେ ଗୋଳେଇକି ଆମର ହେଇଗଲା ମ୍ୟାଗି। ତାପରେ ରଖିଥିବା ମଇଦାକୁ ଭଲ ଭାବରେ ଚକଡ଼ିକି ବେଲି ଦେବେ। ଦେଖନ୍ତୁ ଭଲ ଭାବରେ ବେଲି ହେଇଗଲା। ରଖିଥିବା ମ୍ୟାଗିକୁ ଆମେ ତାକୁ ଗୋଲ ଗୋଲ କରିବା, ପାଣି ଲଗାଇବା, 2 ସାଇଡ଼୍ରେ ଭଲ ଭାବରେ ଚାପିକି ଦେବା, ଯେମିତି ତେଲରେ ଛାଣିଲେ ନ ଫିଟେ। ଦେଖନ୍ତୁ ଏମିତି ଭଲ ଭାବରେ କରିବେ। ତେଲକୁ ଗରମ କରିଦେବା, ଗରମ କରି ଗୋଟେ ଗୋଟେ କରି ଆମେ ଛାଡ଼ିଦେବା। ଦେଖନ୍ତୁ ଆମର କେତେ ସୁନ୍ଦର କଲର୍ ହେଇ ଆସିଲାଣି। ଦେଖନ୍ତୁ ପ୍ଲେଟ୍କୁ ବାହାର କରିଦେବା। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ପ୍ଲିଜ୍ ଲାଇକ୍ ସେୟାର କରିବେ।